ସାହାଯ୍ୟ କରୁଥିବେ। ଆଉ ବର୍ତ୍ତମାନ ମୁଁ ଆଜିର ବକ୍ତା ଆଦିତ୍ୟ ହନୁମାନ ଆଜ୍ଞାଙ୍କୁ ମାଇକ୍ ଦଉଛି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆପଣ ମାନେ ଶୁଣି ପାରୁଛନ୍ତି ତ? ଆଜ୍ଞା, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପରମେଶ୍ୱର ଗୌରବ ହଉଛି ଆମେ ମାନେ ସମସ୍ତେ ଆଉ ଥରେ ଏଇ ଜୁମ୍ ମାଧ୍ୟମରେ ଏକତ୍ରିତ ହେଇ ପରମେଶ୍ୱରଙ୍କ ନିକଟରେ ଆମେ ପ୍ରାର୍ଥନା କରିବାର ସୁଯୋଗ ପାଇଛୁ। ଏହା ପରମେଶ୍ୱରଙ୍କର ସେଇ ଦୟା, କରୁଣା, ଅନୁଗ୍ରହ, ସେଥିରେ ମଧ୍ୟ ତାଙ୍କର ଗୌରବ ହଉ। ମଧ୍ୟ ପରମେଶ୍ୱରଙ୍କ ଦାସ ଜିତେନ୍ଦ୍ର ଛତ୍ରିଆଙ୍କୁ ମଧ୍ୟ ପରମେଶ୍ୱର ଆଶୀର୍ବାଦ କରନ୍ତୁ, ଯିଏକି ଏଇ ଜୁମ୍ ମାଧ୍ୟମରେ ପରମେଶ୍ୱରଙ୍କ ଗୌରବ ନିମନ୍ତେ ନିଜକୁ ବ୍ୟବହାର କରୁଥିବା ସହିତ ଆମମାନଙ୍କୁ ମଧ୍ୟ ସୁଯୋଗ ଦେଉଛନ୍ତି ପରମେଶ୍ୱର ଗୌରବ ନିମନ୍ତେ ବ୍ୟବହାର ହେବା ନିମନ୍ତେ। ମଧ୍ୟ ପରମେଶ୍ୱରଙ୍କ ଠାରୁ ଆମେ ଆଶୀଷ ପାଇବା ନିମନ୍ତେ ଯୋଉ ପ୍ରୟାସ କରିଛନ୍ତି, ସେଥି ନିମନ୍ତେ ପରମେଶ୍ୱର ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ମଧ୍ୟ ଆପଣମାନେ ଯୋଉମାନେ କି ଏଠି ଯୋଡି ହେଇଛନ୍ତି ସେମାନଙ୍କୁ ମଧ୍ୟ ନିଶ୍ଚୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଯେଲେ ଆମେ ସମସ୍ତେ ପ୍ରାର୍ଥନା କରିବା ନିମନ୍ତେ ବସୁ, ଗୀତ ଗାଇବା ନିମନ୍ତେ ନିଶ୍ଚିତ ଆମେ ପରମେଶ୍ୱର ବାକ୍ୟ ମଧ୍ୟ ଆମେ କିଛି ସମୟ ଆମେ ଆଲୋଚନା କରୁ। ଆଉ ଆଜି ଆମେ ଅଳ୍ପ ସମୟ ଆଲୋଚନା କରିବା ଯୋଉଟା କି ଆମେ ସମସ୍ତେ ଜାଣିଥିବା ବିଷୟ। ଆଉ କେହି ଜଣେ ମୋ ପାଇଁ ପଢିଦେବେ ଯୋଉଟା କି ଲୁକ ତାର 10 ପର୍ବ 25 ରୁ 37 ପଦ ପର୍ଯ୍ୟନ୍ତ। ଲୋକ ଲିଖିତ ମଙ୍ଗଳ ସୁସମାଚାର 10 ପର୍ବ 25 ପଦରୁ 37 ପଦ ପର୍ଯ୍ୟନ୍ତ। ଆଉ ଦେଖ, ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଣ କରିବି? ସେଥିରେ ସେ ତାହାଙ୍କୁ କହିଲେ, ବ୍ୟବସ୍ଥାରେ କଣ ଲେଖା ଅଛି? ତୁମ୍ଭେ କିପରି ପାଠ କରୁଅଛ? ସେ ଉତ୍ତର ଦେଲେ, ତୁମ୍ଭେ ଆପଣର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର, ପୁଣି ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ସେଥିରେ ସେ ତାଙ୍କୁ କହିଲେ, ତୁମେ ଯଥାର୍ଥ ଉତ୍ତର ଦେଲ, ଏହା କର, ତାହେଲେ ତୁମେ ଜୀବନ ପାଇବ। କିନ୍ତୁ ସେ ଆପଣଙ୍କୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋର ପ୍ରତିବାସୀ କିଏ? ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଜିରୁସାଲମରୁ ଜିରିହକୁ ଯାଉ ଯାଉ ଡକାଇତ ମାନଙ୍କ ହାବୁଡରେ ପଡିଲା। ସେମାନେ ତାହାର ଲୁଗାପଟା ଛଡାଇ ନେଇ ଓ ମାଡ ମାରି ତାହାକୁ ଦରମରା ଅବସ୍ଥାରେ ଛାଡି ଚାଲିଗଲେ। ଘଟଣାକ୍ରମେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆର ପାଖ ଦେଇ ଚାଲିଗଲେ। ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେହି ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆର ପାଖ ଦେଇ ଚାଲିଗଲେ। କିନ୍ତୁ ଜଣେ ସମୀରଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେହି ସବୁ ବାନ୍ଧିଦେଲେ। ଆଉ ତାହାକୁ ଆପଣା ବାହନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ଘେନି ଯାଇ ତାହାର ସେବା ଶୁଶ୍ରୂଷା କଲେ। ତହିଁ ଆର ଦିନ ସେ 2ଟି ଟଙ୍କା ବାହାର କରି ପାନ୍ଥଶାଳାର କର୍ତ୍ତାଙ୍କୁ ଦେଇ କହିଲେ, ଏହାର ସେବା ଶୁଶ୍ରୂଷା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ ତାହା ମୁଁ ବାହୁଡି ଆସିବା ସମୟରେ ତୁମକୁ ପରିଶୋଧ କରିବି। ଏହି 3 ଜଣଙ୍କ ମଧ୍ୟରୁ କିଏ ଡକାଇତ ମାନଙ୍କ ହାବୁଡରେ ପଡିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ? ସେ କହିଲେ, ଯେ ତାହା ପ୍ରତି ଦୟା କଲା। ସେ ଯୀଶୁ ତାଙ୍କୁ କହିଲେ, ଯାଅ, ତୁମେ ମଧ୍ୟ ସେହି ପ୍ରକାର କର। ଆମେନ୍, ହାଲେଲୁୟା। এই ଅଂଶଟି ଆମେ ସମସ୍ତେ ବହୁତ ଉତ୍ତମ ଭାବରେ ଜାଣିଥିବା, ବହୁତ ଥର ପଢିଛୁ, ବହୁତ ପରମେଶ୍ୱରଙ୍କ ଦାସ ମାନଙ୍କ ଠାରୁ ଆମେ ଶୁଣିଛୁ ମଧ୍ୟ, ଆଉ ଅନେକ ସମୟରେ ଆମେ ଏ ବିଷୟରେ ମଧ୍ୟ ପ୍ରଚାର କରିଛୁ। ବିଭିନ୍ନ ପରମେଶ୍ୱରଙ୍କ ଦାସ ମାନେ ବିଭିନ୍ନ ଭାବରେ ପରମେଶ୍ୱରଙ୍କ ବାକ୍ୟକୁ ଭାଙ୍ଗିଥାନ୍ତି। ଆଜି ଆମେ ଅଳ୍ପ ସମୟ ଏଇଠୁ ଆମେ କିଛି ଶିକ୍ଷା କରିବା, ଯାହାକି ଆଜି ଆମଙ୍କର ଦୈନନ୍ଦିନ ଜୀବନରେ, ବିଶେଷ କରି ଆଜିର ଦିନରେ ଆମକୁ କେମିତି ଲାଭଦାୟକ ହେବ ସେ ବିଷୟରେ ଆମେ କିଛି ଅଳ୍ପ ସମୟ ଚିନ୍ତା କରିବା। ବିଶେଷ କରି ଆମର ଯୋଉ ଆତ୍ମିକ ଜୀବନ ଅଛି, ସେ ଆତ୍ମିକ ଜୀବନରେ ଆମେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେଲେ। ଆଉ ଏଇ ଶିକ୍ଷା ବିଷୟରେ ଆମେ ସମସ୍ତେ ଜାଣିଛୁ ଯେ ୟାକୁ ଆମେ ସମସ୍ତେ କହୁ
उत्तम समीरणीय विषय आमे उत्तम समीरणीय बोली कहूछु बहुत भल कथा जीशु भी या शिक्षा देते किंतु आजिकार दिन में जब आम चिंता करवा उत्तम समीरण कह न कहीकि जब आम उत्तम ख्रिस्टियान कहवा उत्तम विश्वासी कहवा उत्तम शिष्य कहवा ताहले भल हे आम समीरणीय विषय चिंता करिछु से तो भल कथा प्रभु यीशु ख्रीष्ट जेहेतु दृष्टांत देते किंतु या मो जीवन में कौन अच्छे मते लोके कहते गोटे उत्तम विश्वासी उत्तम प्रभुंकर जने सेवक उत्तम गोटे ख्रीष्ट जीवन यापन करुवा लोक उत्तम जने विश्वासिनी यहीटा आज आम गोटे बहुत बड़ प्रश्न ए व्यक्ति विषय जो देखा जीशु को दुईटी प्रश्न पचारि जीशु ताको बुझे प्रश्न माध्यम जीशु मत तीनोटी प्रश्न पचारि से बहुत सुंदर भाव उत्तर दे जीशु को एमती भावतु ना से कौन सी प्रकार नीरव होगला जीशु प्रश्न रे किसी बुझी पारानी उत्तम भाव बुझी तार विषय ये स्पष्ट भाव लिखाई जड़े व्यवस्था शास्त्रज्ञ अर्थात he was expert in law व्यवस्था से एकदम पारंगमता थिला से ही जीशु को प्रश्न पचारे एमती न भावतु जे जे कि किसी जाने से यीशु को प्रश्न पचारे अनेक समय यीशु को फांदरे पकेवा निमंते प्रश्न पचारे जीशु कौन उत्तर देवे सेटा जानिबा निमंते प्रश्न पचारुला ये व्यक्ति व्यवस्था शास्त्र कौन लेखा उठी अर्थात निश्चित भाव बसी किंतु प्रश्न पचारिला समय जीशु को से उठुची आम मान जीवन में भी या हुए टिके देखे हेबार भी प्रकृति थाए समस्ते टिके मते देखंतु समस्ते टिके जानंतु जे मु जने लोक देखा कथा ना जानवा कथा ना हेले छिड़ा है से पचारि देले जे अनंत जीवन अधिकारी हेबा निमंते मते कौन करबा को गुरु कारण जीशु शिक्षा माध्यम रे लोक मानक अनंत जीवन विषय शिक्षा दउतले ता नुह तांकर जीवन गोटे अनंत जीवन शिक्षा मान प्रभुंकर जीवन तांकर जो जीवन काटिछंती पृथ्वी पृष्ठ रे सेटा जदि आम देखा अनुध्यान करवा अनंत जीवन केवल जीशुଙ୍କର शिक्षा चेतना प्रेरणा केवल ताहा नुह जीवन चलापथी जमी से आगे जीवन अनंत जीवन प्रदान आम जीवन अनुसरण कर जीवन गोटे विषय थिला जे से अनंत जीवन विषय प्रभु को प्रश्न पचार केमिति पाइबी हे पारे से गोटे प्रश्न पचार तो व्यवस्था शास्त्र आउ टिके ज्ञान केमिति पाई थांती लोक मैंने आहुरी किसी भी करि या भी चाहिए कि से गोटे अनंत जीवन प्रश्न पचारा केमिति पाई पारिबी गुरु आम साधारणतः क्या पाखक आम कौन सी समस्या समाधान नहीं जाए जैसे आम शारीरिक भाव में आम कौन सी असुविधा हुए पीड़ा हुए रोग हुए व्याधि हुए आम डॉक्टर पाखक जाए कौन सी प्रकार पाठर अबुझा विषय था बोले आम गोटे शिक्षक पाखक जाओ कौन सी प्रकार जदि इलेक्ट्रिकल विषय था बोले आम इलेक्ट्रिशियन पाखक जाओ अर्थात से व्यवस्था शास्त्र देखीदेला अनंत जीवन जदि प्रश्न या पचारि केमती पाइबी माने एटा से सूचित अनंत जीवन प्रभु यीशु ख्रीष्ट ही अच्छे मात्र जीशु गोटे सुंदर उत्तर दे किंतु उत्तरटा प्रश्न माध्यम से कहले व्यवस्था रे कौन लेखा अच्छी तुम्हें किपरि पाठ कर कारण ये तो व्यवस्था शास्त्र की व्यवस्था पाठ कर कौन लेखा अच्छी जानवा कथा से निमंते प्रभु यीशु ख्रीष्ट कहले व्यवस्था रे कौन लेखा अच्छी किपरि पाठ करुच प्रभुंकर जो सेवक सेविका अच्छे जो मैंने बाइबिल को आम केमिति पढ़ु केमिति बुझु
ଏଇଟା ଆଜି ଗୋଟେ ବହୁତ ବଡ ପ୍ରଶ୍ନ। ଆଉ ସେ ଅତି ସୁନ୍ଦର ଭାବରେ ସେ ଉତ୍ତର ମଧ୍ୟ ଦେଲେ, ବହୁତ ସୁନ୍ଦର ଉତ୍ତର, ଆପଣ ମାନେ ସମସ୍ତେ ଜାଣିଛନ୍ତି। ସେ ଉତ୍ତର ଦେଲେ, ତୁମ୍ଭେ ଆପଣଙ୍କ ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର, ପୁଣି ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ଏଇଟା ଲେଖା ହେଇଛି ସବୁ ବ୍ୟବସ୍ଥାରେ, ପାଠ କରିଛି, କିନ୍ତୁ ଆଜି ପ୍ରଶ୍ନ କରୁ, ଯୀଶୁ ବି ଗୋଟେ କହିଲେ, ତମେ ଯଥାର୍ଥ ଉତ୍ତର ଦେଇଛ, ତୁମେ ଏହା କର। ଯୋଉ ଉତ୍ତରଟା ଦେଇଛ ତୁମେ ଏକଦମ ଯଥାର୍ଥ, ତୁମେ ଠିକ ଭାବରେ ବୁଝିଛ, ପଢିଛ, ଜାଣିଛ, କିନ୍ତୁ ତୁମର ଜୀବନରେ ଏଇଟା ଟିକେ ଆପ୍ଲାଏ କର, ଏହିପରି ଭାବରେ କର। ଯାହା ଲେଖା ହେଇଛି ଆପଣା ଜୀବନରେ ତାହା ହିଁ ତୁମେ ଟିକେ କର, ଦେଖିବ ଅନନ୍ତ ଜୀବନର ଅଧିକାରୀ ହେଇଛି। ଏବେ ଆଉ ଗୋଟେ ସମସ୍ୟା ତାକୁ ଦେଖାଗଲା। 29 ପଦ ଯଦି ଦେଖିବେ, କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଯାଇ ଯୀଶୁଙ୍କୁ ପଚାରିଲେ, ମୋର ପ୍ରତିବାସୀ କିଏ? ମାନେ ସେ ଶାସ୍ତ୍ର ପଢିଛି, ଜାଣିଛି, ବୁଝିପାରି ନାହିଁ ପ୍ରତିବାସୀଟା କିଏ। ଆମର ମଧ୍ୟ ଆଜି ଅନେକ ସମୟରେ ଆମେ ଶାସ୍ତ୍ରଟା ପଢୁଛୁ, ଧର୍ମଶାସ୍ତ୍ର ପଢୁଛୁ, ଜ୍ଞାନ ତ ଅର୍ଜନ କରିଛୁ, ଜ୍ଞାନ ତ ଲୋକମାନଙ୍କୁ ବାଣ୍ଟି ଦଉଛୁ ବି ଅନେକ ସମୟରେ, କିନ୍ତୁ ଆମେ ତାକୁ କେତେ ବୁଝିଛୁ? ଆଉ ସେଇ ବିଷୟ ନେଇକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏବେ ଗୋଟେ ଘଟଣା କହୁଛନ୍ତି, ଗୋଟେ ଦୃଷ୍ଟାନ୍ତ ସେ ଦେଇକି କହୁଛନ୍ତି, ଯାହାକି ଆମେ ସମସ୍ତେ ଜାଣିଛୁ। ଏଠି ଜଣେ ଗୁଡ ସମରିତାମ ବିଷୟରେ ଲେଖା ହେଇଛି, ବା ଉତ୍ତମ ଜଣେ ସମୀରଣୀୟ ବିଷୟରେ ଲେଖା ହେଇଛି। ଆଉ ସେ ଜିରିହକୁ ଯାଉଥିଲେ, ସ୍ପଷ୍ଟ ଭାବରେ ଲେଖା ହେଇଛି, ଦେଖନ୍ତୁ, ଜେରୁସାଲମରୁ ଜିରିହକୁ ଯାଉଥିଲେ। ଜେରୁସାଲମ ବିଷୟରେ ଆପଣମାନଙ୍କ ସମସ୍ତଙ୍କ ଧାରଣା ଅଛି, ସମସ୍ତେ ଜାଣିଛନ୍ତି, ଜେରୁସାଲମ ପରମେଶ୍ୱରଙ୍କ ଗୃହ, ପରମେଶ୍ୱରଙ୍କର ଉପସ୍ଥିତିର ସ୍ଥାନ, ଶାନ୍ତିର ସ୍ଥାନ। ମାନେ ପରମେଶ୍ୱରଙ୍କ ଗୃହକୁ ପରିତ୍ୟାଗ କରି ଜଣେ ଯଦି ଜିରିହ ଯାକି ଯଦି ଦେଖିବେ, ସେଇଟା ଯଦି ଦେଖିବା ଆମେ ଗୋଟେ ଜିଉସଙ୍କ ସମୟରେ ଗୋଟେ ସାପିଟ ନେବାକୁ, ଜିଉସ ତାକୁ ଅଭିଶାପ ଦେଇ, ଆପଣ ସେ ଷ୍ଟୋରି ସମସ୍ତେ ଜାଣିଛନ୍ତି। ଆପଣ ଯଦି 6 ପର୍ବ ବୁଝିବେ, ଜିଉସ କେମିତି ସେମାନେ ଜିରିହ ପ୍ରାଚୀରକୁ ସେମାନେ ଭଗ୍ନ କଲେ। 6 ଦିନ ପର୍ଯ୍ୟନ୍ତ ଥରେ ଥରେ ପବିତ୍ର ବୁଲିଛନ୍ତି, ମାତ୍ର ସପ୍ତମ ଦିନ 7 ଥର ବୁଲିକରି ଉଚ୍ଚ ସ୍ୱରରେ ତୁରି ଧ୍ୱନି କରାହେଲା, ଜୟ ଧ୍ୱନି କରାହେଲା, ଅପ୍ରାଚୀର ଭକ୍ତ। ଆଉ ସେଇ ସ୍ଥାନରେ ରାହାବ ଯିଏ ଥିଲେ, ଯାହାଙ୍କର ଚରିତ୍ର ବିଷୟରେ ବାଇବେଲ କହେ କଦର୍ଯ୍ୟ ଚରିତ୍ର, କିନ୍ତୁ ସେ ପରମେଶ୍ୱରଙ୍କ ଦାସ ମାନଙ୍କୁ 2 ଜଣଙ୍କୁ ସେ ସୁରକ୍ଷା ଦେଇଥିବାରୁ କେବଳ ସେ ନୁହନ୍ତି, ମାତ୍ର ତାଙ୍କର ପିତା, ମାତା, ଭାଇମାନେ ଆଉ ତାଙ୍କର ସମସ୍ତେ ସୁରକ୍ଷିତ ରହିଲେ। ଆପଣ ସେ ଅଂଶ ବହୁତ ଭଲରେ ଜାଣିଛନ୍ତି। ଅର୍ଥାତ୍ ଆମର ଅନେକ ସମୟରେ ଆମ ଜୀବନରେ ଭୁଲ ହେଇଥାଏ, ହେଲେ ପରମେଶ୍ୱରଙ୍କ ନିମନ୍ତେ, ପରମେଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଆମେ ଯଦି ଉତ୍ତମ ଭାବରେ ବ୍ୟବହାର ହେଇପାରିଛୁ, ପ୍ରଭୁ କେବଳ ଯେ ମୋର ଉଦ୍ଧାର କରିବେ ତାହା ନୁହଁ, ମୋର ପରିବାରର ମଧ୍ୟ ସେ ଉଦ୍ଧାର କରିବେ, ମୋର ଜ୍ଞାତିର ମଧ୍ୟ ସେ ଉଦ୍ଧାର କରିବେ। ଅଭିଶାପ ଦେଇଥିଲେ ଯେ
आउ जदि केही एही नगर को निर्माण करिवो तार ज्येष्ठ पुत्र तार भित्ति मूल स्थापन करिवो पुणी जेतले सी दराजा सब बस तार सान पर मृत्यु केते बड़ अभिशाप दिया माने केते सेठी कदर्श्य लोक माने थिबे कदर्श्य काम चलतो पापी लोक माने थिबे बोली आमे कहू केते दुराचारी लोक माने आ सेटा जितले प्रथम राजावली को जीवा तार 16 पर्व 34 पद को जेले जीवा सेही समय ताको आउ थरे पुनर्निर्माण करबा निमंते हियल मध्ये चाहिले आ जेमिति जोस्य कहले सेमिति हिची आपण मन ताहा जानिछंती पढिबे ତାଙ୍କର ସମୟରେ ଦୁଃଖର ଗୋଟେ ବେତେଲି ଓ ହିଏଲ ଜିରିହ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୁନର ପୁତ୍ର ଜିହୋଶୁଆଙ୍କ ହସ୍ତରେ ଯାହା କହିଥିଲେ ସେହି ବାକ୍ୟ ଅନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବିରାମର ମୃତ୍ୟୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୁବର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ। ଦେଖନ୍ତୁ କେମିତି ଗୋଟେ ଭୟଙ୍କର ପରିସ୍ଥିତି ହେଇଥିବ ପରମେଶ୍ୱରଙ୍କ ଦାସ କହିଥିଲେ ୟାକୁ ଯିଏ ନିର୍ମାଣ କରିବ ଏଇ ଅବସ୍ଥା ହବ ତା ଦୁଇଟି ପୁତ୍ରର ମୃତ୍ୟୁ ହେଇଯିବ ଏବେ ହିଏଲ ତାକୁ କରୁଛନ୍ତି ଆଉ ଘଟଣା ଦେଖନ୍ତୁ ହିଏଲର ଦୁଇଟି ପୁତ୍ର ମଧ୍ୟ ମରିଗଲେ ଦୁଇଟି କହିନାହାନ୍ତି ଗୋଟେ ପୁତ୍ର କଥା ଦୁଇଟି ଯାକ ଏମିତି ଗୋଟେ ନଗର ଯଦି ଜଣେ ଯିବ ପରମେଶ୍ୱରଙ୍କର ଗୃହକୁ ପରିତ୍ୟାଗ କରି ପରମେଶ୍ୱରଙ୍କର ଉପସ୍ଥିତିର ସ୍ଥାନକୁ ପରିତ୍ୟାଗ କରି ତାର ଅବସ୍ଥାଟା କଣ ହେଇପାରେ ଏହା ମଧ୍ୟ ହେଇପାରେ ଆଜି ଆମେ ମଧ୍ୟ ଆମ ଜୀବନରେ ଅନେକ ସମୟରେ ପରମେଶ୍ୱରଙ୍କର ଉପସ୍ଥିତିକୁ ଭୁଲି ଯାଉଛୁ ପରମେଶ୍ୱରଙ୍କ ଗୃହକୁ ଭୁଲି ଯାଉଛୁ ଆଉ ଆମ ଜୀବନରେ ଆମେ ସମସ୍ୟା ଡାକି ଆଣୁଛୁ ଆପଣ ମାନେ ସମସ୍ତେ ଭଲ ଜାଣିଥିବେ ଯୋଉଟା କି ଆମେ ଲୁକ 15 ପର୍ବର ଅପବ୍ୟୟ ପୁତ୍ର କହୁଛୁ ସେ ପିତାଙ୍କ ଗୃହକୁ ପରିତ୍ୟାଗ କରି ଯେତେ ଦୂର ଦେଶକୁ ପଳେଇଲା ସେ ପୁଣି ସେମିତି ଯାଇନି ସମ୍ପତ୍ତି ନେଇକି ଗଲା ଧନ ସମ୍ପତ୍ତି ନେଇକି ଗଲା କିନ୍ତୁ ତାର ଅବସ୍ଥା କଣ ହେଲା ଜାଣିଛନ୍ତି ତ ଚେତନା ପିତାଙ୍କ ଗ୍ରହକୁ ଫେରି ଆସିଛି ଆଉ ଥରେ ଗୋଟେ ଖୁସିର ବାତାବରଣ ହେଇଛି ଖୁସି ଗୋଟେ ମାହୋଲ ହେଇଛି ଗୋଟେ ଭୋଜି ଭାତର ହେଇଛି କେତେ ସୁନ୍ଦର ପରିବେଶ କେତେ ଶାନ୍ତିର ପରିବେଶ କେତେ ଆନନ୍ଦର ପରିବେଶ ତାଙ୍କ ଘରେ ହେଇଛି ଆଉ ଥରେ ସେ ପିତାଙ୍କ ଗୃହକୁ ଫେରି ଆସିଛି ଅର୍ଥାତ୍ ପ୍ରିୟ ପରମେଶ୍ୱରଙ୍କ ସନ୍ତାନ ମାନେ ଆମେ ମାନେ ମଧ୍ୟ ଆମ ପିତାଙ୍କ ଗୃହକୁ ପରିତ୍ୟାଗ କରିବା କଥା ନୁହେଁ जो सत्य परमेश्वर परिचय आम पाइचु तांकर उपस्थिति को आम केवे मध्य भूलिबा कथा नुह एबे आम टिके आसु से टिके फेरी जिबा ए व्यक्ति जेरूसालेम रो जिरिह को जाउछन्ते बोली स्पष्ट भाव लेखा आइछि जाऊ जाऊ से डकायत मान को हाबुड़े पड़गले आमे जदि आम जीवन रे परमेश्वर गृह को परित्याग करके जीवा पिता गृह को परित्याग करके जीवा निश्चय आम जीवन में यही समस्त समस्या सब आसब डकायत माने ताको माड़ मारी लेखाई दरमरा करके छाड़ी पड़ेले तार कपड़ा नहीं गले लेखाई बड़ा आश्चर्य लगे जितने से माने डकायत माने अन्य मानक लुट करती तार टंका पैसा सोना कौन रखी आज दिन यदि किसी नथिले गोटे मोबाइल भी थी आज घटना नुह से समय घटना किंतु तार कपड़ा नहीं गले माने पवित्रता ता पाखरु नहीं ये लोक विषय आम जब चिंता करवा केवल तार यात्रा विषय लिखाई से जेरूसालेम रु जिरिह को जाऊ किंतु से दरमरा अवस्था पड़ी जहाँकि हाफ मर्डर बोली कहुची से अवस्था अच्छी किंतु जीवन अच्छी जीवनटा अच्छी बंची किंतु तार अवस्था कौन थी आम चिंता करूँ आज अनेक लोक यही अवस्था जीवन सब
ଶାନ୍ତି ପାଇ ପାରୁନାହାନ୍ତି, କଳବଳ ହଉଛନ୍ତି। ଏ ବ୍ୟକ୍ତି ବିଷୟରେ ଦେଖିବା, ଆମେ ଯଦି ସମ୍ପୂର୍ଣ୍ଣ ଘଟଣାକୁ ଦେଖିବା, ସେ ଦେଖି ପାରୁଥିଲା ନା ନାଇଁ ତାହା ମଧ୍ୟ ଲେଖା ହେଇନି, କହି ପାରୁଥିଲା ନା ତାହା ମଧ୍ୟ ଲେଖା ହେଇନାହିଁ। କିନ୍ତୁ ସେଇ ସମୟରେ ଘଟଣାକ୍ରମେ ଦେଖନ୍ତୁ, ସେଇ ବାଟ ଦେଇ ଗୋଟେ ଯାଜକ ଯାଉ, ତାପରେ ଗୋଟେ ଲେବି ମଧ୍ୟ ଯାଉଛି। ଯଦି ଆମେ ଦେଖିବା, ଏମାନେ ହଉଛନ୍ତି ପରମେଶ୍ୱରଙ୍କର ସେବକ, ସତ୍ୟ ପରମେଶ୍ୱରଙ୍କୁ ଜାଣିଥିବା ଲୋକମାନେ, ପରମେଶ୍ୱରଙ୍କର କାର୍ଯ୍ୟକାରୀ। କିନ୍ତୁ ଏମାନେ ଦେଖିଲା ପରେ ପଥ ଭାଙ୍ଗି ପଳେଇ ଯାଉଛନ୍ତି, ଦେଖୁଛନ୍ତି। ମୁଁ ଆପଣମାନଙ୍କୁ ଯେମିତି ପ୍ରଥମରୁ କହିଲି, ଏ ବ୍ୟକ୍ତି ଜେରୁସାଲେମରୁ ଜିରିହକୁ ଯାଉଥିଲା, କିନ୍ତୁ ଯାଜକ ବିଷୟରେ ଲେଖା ହେଇନି ଯେ ସେ ଜିରିହରୁ ଜେରୁସାଲେମକୁ ଯାଉଥିଲେ ନା ଜେରୁସାଲେମରୁ ଜିରିହକୁ ଯାଉଥିଲେ। ଲେବିଙ୍କ ବିଷୟରେ ମଧ୍ୟ ଲେଖା ହେଇନାହିଁ ଯେ ସେ ଜେରୁସାଲେମରୁ ଜିରିହକୁ ଯାଉଥିଲେ ନା ଜିରିହରୁ ଜେରୁସାଲେମକୁ ଯାଉଥିଲେ। ଲେଖା ଅଛି ସେଇ ପଥ ଦେଇ ଯାଉଥିଲେ। କିନ୍ତୁ ସେମାନେ ଦେଖିଲେ, ଦେଖିକି ସେମାନେ ବାଟ ଭାଙ୍ଗିକି ପଳେଇ ଯାଉଛନ୍ତି। ଆମେ ଏଇଟା ଭାବୁଛୁ ସମସ୍ତେ ପ୍ରଭୁଙ୍କର କାର୍ଯ୍ୟକାରୀ ମାନେ ଏମିତି କାର୍ଯ୍ୟ କରୁଛନ୍ତି, ପ୍ରଭୁଙ୍କର ଅଭିଷିକ୍ତ ମାନେ ମଧ୍ୟ ଏମିତି ବାଟ ଭାଙ୍ଗିକି ପଳଉଛନ୍ତି, ମାନେ ଦିନ ହୀନ ଦରିଦ୍ର ଅସହାୟ ମାନଙ୍କୁ ସାହାଯ୍ୟ କରୁନାହାନ୍ତି। ହଁ, ନିଶ୍ଚିତ ସତ କଥା। ମାତ୍ର ଆମେ ଯଦି ତଳକୁ ଦେଖିବା, ଏବେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ହଉଛନ୍ତି ଜଣେ ସମୀରଣୀ। ତାଙ୍କ ବିଷୟରେ ବି କିଛି ଲେଖା ହେଇନି। ସେ ଜେରୁସାଲେମରୁ ଜିରିହକୁ ଯାଉଥିଲେ ନା ଜିରିହ ପଟରୁ ଜେରୁସାଲେମକୁ, କିଛି ଲେଖା ନାହିଁ ତାଙ୍କ ବିଷୟରେ। ସେ ମଧ୍ୟ ଲେଖାଯାଇଛି ସେଇ ବାଟରେ, କିନ୍ତୁ ତାକୁ ସେ ଦେଖି ଦୟାରେ ବିଗଳିତ ହେଇଗଲେ। ଅନେକ ଲୋକ ବିଗଳିତ ହୁଅନ୍ତି, ଅନେକ ଲୋକ କାନ୍ଦି ବି ଦିଅନ୍ତି, ଦେଖିଥିବେ, କିନ୍ତୁ ସାହାଯ୍ୟର ହାତ ବଢାନ୍ତି, ସମୟ ଦିଅନ୍ତି ନାହିଁ, ଚାଲିଯାନ୍ତି। ଆଉ ଅନେକ ସମୟରେ ଆମେ ଆମ ଜୀବନରେ 2 ଟଙ୍କା 4 ଟଙ୍କା 5 ଟଙ୍କା 10 ଟଙ୍କା ଦେଇକି ଆମେ ଆମର କାମ ସାରିଦେଲା। ଅନେକ ଲୋକଙ୍କର କଥା ଥାଏ ଯେ ସେଇ ଯାଜକ ବୋଧେ ସେମାନେ ଆରାଧନା କରିବା ନିମନ୍ତେ ମନ୍ଦିରକୁ ଯାଉଥିଲେ, ଲେବୀ ମାନେ ମଧ୍ୟ ଯାଉଥିଲେ ବୋଲି, କିନ୍ତୁ ବାଇବେଲ ତାର ସ୍ପଷ୍ଟତା କିଛି ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବିଷୟରେ କିଛି କହେ, କିନ୍ତୁ ଯେତେବେଳେ ସମୀରଣୀୟ ଯାଉଛି, ଦୟାରେ ବିଗଳିତ ହଉଛି, ଆଉ ସେ ତାର ସେବା ଶୁଶ୍ରା କରୁଛି, ତାର ସବୁ ଯୋଉ ମାଡ଼ ମାରିଥିବା ଖଣ୍ଡିଆ ଜାଗାରେ ପଟି ବାନ୍ଧୁଛି, ରାକ୍ଷସ ଦଉଛି। ଆତ୍ମିକ ଅର୍ଥ ତ ଆମେ ଅନେକ ପାଇ, କିନ୍ତୁ ଆକ୍ଷରିକ ଭାବରେ ଯଦି ଦେଖିବା, ତାର ସେବା, ଜଣେ ମୁମୂର୍ଷୁ ଅବସ୍ଥାରେ ଥିବା ଲୋକର ସେ ସେବା କଲେ, ୟା ପରେ କଣ ହେବ ଜଣା ପଡୁନି, ମରିବ ନା ବଞ୍ଚିବ। କିନ୍ତୁ ଯଦି ତାକୁ ଯଦି ମୁଁ ସାହାଯ୍ୟର ହାତ କରିବି, ବଢେଇ ଦେବି ଟିକେ, ତାକୁ ଯଦି ମୁଁ ସେବା କରିଦେବି, ସେ ବଞ୍ଚି ଯାଇଥିବ। ଲେଖା ନାହିଁ ଯେ ସେ ଲୋକମାନଙ୍କୁ ଚିଲେଇକି ଡାକୁନି, ଭାଇ ମୋର ସାହାଯ୍ୟ କର, ସାହାଯ୍ୟ କର, ସାହାଯ୍ୟ କରି। ତାର ଅବସ୍ଥା ଚିନ୍ତା କରନ୍ତୁ, ସେ କଥା ମତେ କହିପାରୁନଥିବ, ସେ ଦେଖୁଥିବ, ଚିହ୍ନି ପଡୁଥିବ, ସେଟା ବି ମତେ ସ୍ପଷ୍ଟ ନାହିଁ ବାଇବେଲରେ। କିନ୍ତୁ ଯିଏ କି ନର୍ମାଲ ଶରୀର ଥିଲେ, ସୁସ୍ଥ ସବଳ ଶରୀର ଥିଲେ, ସେ ତାଙ୍କୁ ଦେଖିଲେ। 2 ଜଣ ଦେଖିଛନ୍ତି ୟା ପୂର୍ବରୁ, କିନ୍ତୁ ବାଟ ଭାଙ୍ଗିଛନ୍ତି। କିନ୍ତୁ ଏ ବ୍ୟକ୍ତିର ହୃଦୟଟା ଦୟାରେ ବିଗଳିତ, ଯାହାକୁ କି ଆମେ ଘୃଣିତ ବୋଲି କହୁଛୁ, ଯୋଉମାନଙ୍କୁ ଆମେ ଘୃଣା କରୁଛୁ, ଅଛୁଆଁ ବୋଲି କହୁଛୁ, ସେଦିନ ଆପଣ ମାନେ ସ୍ପଷ୍ଟ ଭାବେ ଜାଣିଛନ୍ତି,
ହୃଦୟ ଲୋକ ଆଜି ବି ଭାରତରେ ତ ଏହା ପ୍ରବଳ ମାତ୍ରାରେ ଚାଲିଛି। ଏତେ ପ୍ରବଳ ମାତ୍ରାରେ ଚାଲିଛି ତାର ହିସାବ। କିନ୍ତୁ ଆପଣ ଯଦି ଠିକରେ ଦେଖିବେ, ଏଇ ଯୋଉ ସମୀରଣୀୟ ଥିଲା, ଯୋଉ ଘୃଣିତ ଥିଲା, ଆଜି ଆମ ଦେଶରେ ଘୃଣିତ ହିଁ ଆଣିଲେ। ଆମେମାନେ ହିଁ ସେବା କରୁଛୁ, ଅନ୍ୟମାନେ ଆମଠାରୁ ସେବା ପାଉଛନ୍ତି, କିନ୍ତୁ ସେବାର ମୂଲ୍ୟ କଣ ସେମାନେ ବୁଝିପାର, ସେବା କରିବା ନିମନ୍ତେ ଆଗକୁ। ଅର୍ଥାତ୍ ଆମ ଯଦି ଠିକ ସେ ଦେଖିବେ, ଆପଣ ଯଦି ତାକୁ ଭିତରକୁ ଟିକେ ଚିନ୍ତା କରିବେ, ଏଇ ସମୀରଣୀୟ ଆମେ ମାନେ କେବଳ ସେତିକି ନୁହଁ, ସେ ଯେ ସେବା କଲେ ନାହିଁ, ତାର ସବୁ କିଛି କଲା ପରେ ଦେଖନ୍ତୁ, ଏଇ ଯୋଉ ଲୋକଟା ଯୋଉ ଯାଉଥିଲା ଡକାୟତ ହାବୁଡରେ ପଡିଲା, ସେ କେମିତି ଯାଉଥିଲା, ଚାଲିକି ଯାଉଥିଲା, କଣ କରୁଥିଲା ଲେଖା ନାହିଁ। କିନ୍ତୁ ଏବେ ଦେଖନ୍ତୁ, ଯୋଉ ସମୀରଣୀୟଟା ତାକୁ ଦୟାରେ ବି ତାକୁ ଦେଖି ଦୟାରେ ବିଗଳିତ ହେଲେ, ତାର ସେବା ସୁଯୋଗ, ତାର ବାହନ ଉପରେ ତାକୁ ବସାଇଲେ। କେତେ ବଡ କଥା! ତାର ବାହନ ଉପରେ ତାକୁ ବସେଇକି ନଉଛନ୍ତି। ସେମିତି ନାହିଁ, ଗୋଟେ ପାନ୍ଥଶାଳାକୁ, ସେବା ଶୁଶ୍ରୂଷା ପାଇବାର ସ୍ଥାନକୁ। ଆଜିର ଦିନ ଯଦି ମୋ ପରିବାର ଲୋକ ହେଇଥାନ୍ତା, ତାକୁ ଖୋଜିଥାନ୍ତେ କିଏ, ତାର ପରିଚୟ କଣ, କୋଉ ଗାଁର, କେତେ କଥା। କିନ୍ତୁ ମୋ ଦ୍ଵାରା ଯେ ଯାହା ହବ, ଯୋଉ ସେବା ହେବା, ତାହା ମୁଁ ଭୁଲି ଯାଉଛି। ସେଠି କେହି ନାହିଁ, ଆଉ କାହା ବିଷୟ ଲେଖା ହେଇନି, ମାନେ କେହି ବି ନଥିବେ, ତ ଏକା ଏକା ସମୟରେ ସବୁ କରୁଛି। ତାକୁ ଉଠେଇକି ତାକୁ ଗଧ ଉପରେ ବସେଇକି ଗୋଟେ ପାନ୍ଥଶାଳାକୁ ନଉଛି, କଥା ଗୋଟେ ସେବାର ସ୍ଥାନକୁ ନିଆ ହଉଛି। ତା ସହିତ ସମୟ ମଧ୍ୟ ଲେଖାଯିବ, ସ୍ପଷ୍ଟ ଭାବେ ଲେଖାଯିବ, ତହିଁ ଦିନ ସେ ଗଲେ, ସେ ସେବା ମଧ୍ୟ କରୁଛନ୍ତି, ଆର ଦିନ ସେ ଯାଉଛନ୍ତି। କେବେ ସେମିତି ନାହିଁ, ଦୁଇଟି ଅଧୁଳିକି ଦେଇ ଗଲେ, ଖର୍ଚ୍ଚ ବିଷୟରେ ଦେଲେ, ପୁଣି କହିଲେ ମୁଁ ଯେଲେ ଫେରିବି, ଯାହା ତୁମେ ଖର୍ଚ୍ଚ କରିଥିବ ସବୁ କିଛି ଦେବି। ହାଲେଲୁୟା! এইটা ହିଁ ସେବା, এইଟା ହିଁ ପ୍ରଭୁଙ୍କୁ ଜାଣିଥିବା ଲୋକର କର୍ତ୍ତବ୍ୟ। ପାନ୍ଥଶାଳାକୁ ପହଞ୍ଚେଇ ଦେଲା ପରେ କହିଥାନ୍ତେ, ଭାଇ ୟାର ସେବା କର, ଟିକେ ଖୋଜ ଖବର କର, ୟାର କିଏ ଅଛନ୍ତି ତାଙ୍କର ସମ୍ପର୍କୀୟ, କୋଉ ଗାଁର, କିଛି କହିନାହାନ୍ତି। ଚିନ୍ତାର ବିଷୟ। ଆଜି ଆମେ ମାନେ ତାର କେତେ ଖୋଜ ଖବର କରୁଛୁ, କୋଉଠିକାର କଣ, ତାହା ମଧ୍ୟ ଆବଶ୍ୟକ ଆବଶ୍ୟକ। କିନ୍ତୁ କିଛି ପ୍ରଶ୍ନ ପଚାରି ନାହାନ୍ତି। କିନ୍ତୁ ତାର ସେବା କରିକିରି ସେ କହିଲେ, ଆର ଦିନ ମୁଁ ଯାଉଛି, ପୁଣି ଆସିବି, ବାଟ ଭାଙ୍ଗିବି ନାହିଁ, ୟାକୁ ମୁଁ ଛାଡିବି ନାହିଁ, ଏହାର ଯାହା ଖର୍ଚ୍ଚ ହବ ମୁଁ ତାହା ଦେବି। ଆମେ ଟିକେ ଚିନ୍ତା କରନ୍ତୁ ତ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତକୁ ଆସି କଣ ନ କରିଛନ୍ତି ଆମ ପାଇଁ, କଣ ନ କରିଛନ୍ତି ଆମ ପାଇଁ। ପ୍ରଭୁ କହିଲେ, ମୁଁ ତ ସେବା ପାଇବା ପାଇଁ ଆସିନାହିଁ, ମାଥିଉ 20 ତାର 28ରେ, ମୁଁ ସେବା କରିବାକୁ ଆସିଛି। ଯୋଉମାନେ ସେବା କରିବା ନିମନ୍ତେ ଆସିଛୁ, ଆମେ କାହାକୁ ଛାଡିବାର କଥା ନାହିଁ। ଆଉ ଥରେ ଆସିଲେ, ସେ ଭାବିଲେ ନାହିଁ ଯେ ମୋର କର୍ତ୍ତବ୍ୟ ସରିଗଲା, ମୁଁ ପାନ୍ଥଶାଳାକୁ ପହଞ୍ଚେଇ ଦେଲି, ୟାର କିଛି ନାହିଁ, ତ ଭଲ ହେଇଯିବ, ପଳେଇବ, ତାର ବ୍ୟବସ୍ଥା କରିବ ଭାଇ, ନା, ତାର ସମସ୍ତ ଯତ୍ନ ତତ୍ତ୍ୱ ନେବାର ଦାୟିତ୍ୱ ପ୍ରଭୁ ସେତି ନିମନ୍ତେ କହିଲେ। ଯୋହନ 14 ପର୍ବକୁ ଯଦି ଆପଣ ଦେଖୁଛନ୍ତି, ମୁଁ
ମୁଁ ପ୍ରସ୍ତୁତ କରି ଆଉ ଥରେ ଆସିବି, ତମକୁ ନେଇକି ଯିବି, ଛାଡିବି ନାହିଁ। କାଳେ ଶୈତାନ ତୁମକୁ ହରଣ କରିନବ, ସେଥି ନିମନ୍ତେ ମୁଁ ନିଜେ ହିଁ ଆସିବି। ତମେ ବାଟ ଉଡିବ ନାହିଁ, ମୁଁ ତୁମକୁ ନେଇକି ଯିବି। ପ୍ରଭୁ ଆଉ ଥରେ ଆମ୍ଭ ମାନଙ୍କର ପାଖକୁ ଆସିବେ, ନେଇକି ଯିବାନି। ଶେଷରେ ପ୍ରଭୁ ତାକୁ ଆଉ ଗୋଟେ ପ୍ରଶ୍ନ ପଚାରିଦେଲେ ଯେ ଏ 3 ଜଣଙ୍କ ମଧ୍ୟରୁ କିଏ ତାର ପ୍ରତିବାସୀ ବୋଲି ତୁମେ ମନେ କରୁଛ? ଅନେକ ସମୟରେ ଆମେ ବି ଅନେକ ପ୍ରଶ୍ନ ପଚାରିଲେ, ଯୀଶୁଙ୍କୁ ବି ଯେମିତି ପ୍ରଶ୍ନ ପଚାରିଲେ, ଯୀଶୁ ମଧ୍ୟ ତାକୁ ଶିକ୍ଷା ଦେଇ ପାରିଥାନ୍ତେ। ତୋ ଘର ପାଖରେ କିଏ ଅଛି, କିଏ କିଏ, ତୋ ମା ଅଛି ନା ନାହିଁ, ବାପା ଅଛି ନା ନା, ଭାଇ ଅଛି ନା ନାହିଁ, ଭଉଣୀ ଅଛି ନା ନାହିଁ, ତୋ ସ୍ତ୍ରୀ ଅଛି ନା ନାହିଁ, ତୋ ଛୁଆ ପିଲା ଅଛନ୍ତି ନା ନାହିଁ, ଅନେକ କଥା କହିପାରିଥାନ୍ତେ। କିନ୍ତୁ ଯୀଶୁ ତାକୁ ଗୋଟେ ଏମିତି ଗୋଟେ ପରିସ୍ଥିତି ପରିବେଶକୁ ଆଣୁଛନ୍ତି ଯେ ସେ ବୁଝିବ ଯେ ମୋର ପ୍ରତିବାସୀ, ଅର୍ଥାତ୍ ମୁଁ କଣ କରିବା କଥା ମୋ ପ୍ରତିବାସୀ। ଆଉ ସେ ସୁନ୍ଦର ଉତ୍ତର ମଧ୍ୟ ଦେଲେ ସେଇ ବ୍ୟବସ୍ଥା ଶାସ୍ତ୍ର, ଯିଏ ତାହାର ସେବା କଲା ସେ ହିଁ ତାର ପ୍ରତିବାସୀ। ଆଜି କିନ୍ତୁ ଆମେ ଓଲଟା କରିଦଉଛୁ ଦୁର୍ଗା ଲାଗୁଛି। ଯିଏ ମୋର ପ୍ରତିବାସୀ ମୁଁ ତାର ସେବା କରିବି, ଅନ୍ୟମାନଙ୍କର କରିବିନି। କିନ୍ତୁ ପ୍ରଭୁଙ୍କର ଦେଖନ୍ତୁ, ଯାହାର ଯିଏ ଆମର ସେବା କରୁଛି ନା ସେ ହିଁ ମୋର ପ୍ରତିବାସୀ। କିନ୍ତୁ ଆମେ କହୁଛୁ ଯିଏ ମୋର ପ୍ରତିବାସୀ ମୁଁ ତାର ଖାଲି ସେବା କରିବି, ବାକି ଲୋକ କଥା କିଏ ଚିନ୍ତା କରିବ। ପ୍ରିୟ ପରମେଶ୍ୱର ସନ୍ତାନ ମାନେ, ଏଇ ଆହ୍ୱାନ ଆଜି ଆମକୁ ପ୍ରଭୁ ଦିଅନ୍ତୁ ଯେ ଆମେ ସମସ୍ତଙ୍କର ସେବା କରୁ, ସମସ୍ତେ ଆମର ପ୍ରତିବାସୀ। ଯଦି ଆମେ ସେମାନଙ୍କୁ ସେବା କରିବା, ଆମେ ଯଦି ସେମାନଙ୍କୁ ପ୍ରତିବାସୀ ବୋଲି ଚିନ୍ତା କରିବା, ତାହେଲେ ସେମାନେ ମଧ୍ୟ ଆମକୁ ପ୍ରତିବାସୀ ବୋଲି କହିବେ। ନା ଆମେ ଆଜିର ଯୋଉ ପ୍ରକାର ଭୟାବହ ଚିନ୍ତା କରୁଛୁ ଯେ ଆମେ କେତେ କେତେ କଥା କରୁଛୁ, କିଏ ଗୋଟେ କଣ କହିଦେଲା ଆମେ କେତେ ରିଏକ୍ଟିଭ ହଉଛୁ, କେତେ ଆମେ ତା ବିଷୟରେ କଣ ନାଇଁ କଣ କହିଦଉଛୁ। ତାପରେ ଆମେ ଶାସ୍ତ୍ର ଖୋଜି ବୁଲୁଛୁ, ତାଙ୍କର କଣ ଅଛି, ଆମର କଣ ଅଛି, କଣ କହିବା କଣ କହିବା। ଆପଣ ଯଦି ଟୋଟାଲ ବାଇବେଲ ଦେଖିବେ ନା, ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ଗୋଟାଏ ସ୍ଥାନରେ ସେ ରିଏକ୍ଟିଭ ଥିଲେ, ସେଟା ଥିଲା ଜେରୁସାଲାମ ମନ୍ଦିର ସେ ବିଜୟ ଯାତ୍ରା। ୟା ପୂର୍ବରୁ ବି ସେ ମନ୍ଦିରକୁ ଯାଇଛନ୍ତି, କିନ୍ତୁ ସେ ବିଜୟ ଯାତ୍ରା କଲା ସମୟରେ ହିଁ ସେ ମନ୍ଦିରର ମୁଦ୍ରା ବ୍ୟବସାୟୀ ମାନଙ୍କର ଟେବୁଲ ଉଲ୍ଟେଇ ପକେଇଲେ, କାପ୍ତା ବ୍ୟବସାୟୀ ମାନଙ୍କର କାପ୍ତାକୁ ଖୋଲିଦେଲେ, ଯୋଉମାନେ ପଶୁ ରଖିଥିଲେ ସେମାନଙ୍କର ଖୋଲିଦେଲେ, ଛାଡିଦେଲେ, ଆଉ କହିଲେ ତୁମେ ମାନେ ଏଇଆ ଜାଣ ନାହିଁ କି ମୋ ପିତାଙ୍କ ଗୃହ ଗୋଟେ ପ୍ରାର୍ଥନା ଗୃହ, ତୁମେ ମାନେ ୟାକୁ ବ୍ୟବସାୟ କେନ୍ଦ୍ର କରୁଛ କି? ନଚେତ ଆପଣ ମାନେ ସବୁ ପରିସ୍ଥିତି ଦେଖନ୍ତୁ ପ୍ରଭୁଙ୍କୁ, କୌଣସି ସ୍ଥାନରେ ସେ କୌଣସି ପ୍ରକାର ପ୍ରତିକ୍ରିୟାଶୀଳ ନଥାଏ, ନମ୍ରତାର ଜୀବନ କାଟିକି ଯାଉଛି। ତାଙ୍କର ଜନ୍ମରୁ କୃଷି ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଦେବେ। କିନ୍ତୁ ଯୋଉମାନେ ମନ୍ଦିରକୁ ଅପରିଷ୍କାର କରିବେ ପ୍ରଭୁ କେବେ ମଧ୍ୟ ପସନ୍ଦ କରିବେ ନାହିଁ। କାରଣ ଆଜି ତ ଆମେ ଆଉ, ପ୍ରଭୁ କହିଲେ ସେଇ ମନ୍ଦିର କଥା ଏବେ ତ କହୁଛନ୍ତି, ତୋର ହୃଦୟ ହିଁ ମୋର ମନ୍ଦିର, ତୋ ଶରୀର ହିଁ ମୋର ମନ୍ଦିର, ୟାକୁ ଟିକେ ତୁ ପରିଷ୍କାର। ୟାକୁ ପରିଷ୍କାର ରଖିବା କଥା ମାନେ ହଉଛି କେବଳ ଯେ ଆମେ ବାକ୍ୟ ପଢିବା, ବାକ୍ୟ ଶିକ୍ଷା ଦେବା ନୁହଁ, ବାକ୍ୟ ଅନୁଯାୟୀ ଜୀବନ କାଟିବା। ସେଥି ନିମନ୍ତେ ପ୍ରଭୁ କହିଲେ, ଯେଲେ ସେ କହିଲା 37 ସେ କହିଲା ଯେ ତାହା ପ୍ରତି ଦୟା କଲା ସେ, ଯୀଶୁ ତାଙ୍କୁ କହିଲେ ଯାଅ ତୁମେ ମଧ୍ୟ ସେହି ପ୍ରକାର। ଆଜି ପ୍ରଭୁଙ୍କର ଗୋଟେ ଆହ୍ୱାନ, ମୋର ମଧ୍ୟ
ସେବା କରିବାର ସେବା କରିଚାଲ। ହେଇପାରେ ମୁଁ କାହାକୁ ହସ୍ତ ବଢେଇ ନ କରିପାରି, କିନ୍ତୁ ମୁଁ କାହାକୁ ପ୍ରାର୍ଥନା ତ କରିପାରିବି ହୃଦୟ ସହକାରେ। এইটা ହିଁ ପ୍ରଭୁ ଆମକୁ କହୁଛନ୍ତି। ଆଉ ଯୀଶୁଙ୍କର ଯଦି ବିଜୟ ଯାତ୍ରା ଯଦି ଦେଖିବେ ଆପଣ ମାନେ ମାର୍କ ତାର 10:46 ରୁ ପଢିବେ, ଯୀଶୁଙ୍କର ବିଜୟ ଯାତ୍ରା ଏଇ ଜେରିହୋ ନଗରରୁ ହିଁ ଆରମ୍ଭ କଲେ। ଜେରିହୋ, ଏଇ ବ୍ୟକ୍ତି ଜେରୁସାଲେମରୁ ଜେରିହୋକୁ ଯାଉଥିଲା, ଅର୍ଥାତ୍ ପରମେଶ୍ୱରଙ୍କ ଗୃହରୁ, ପରମେଶ୍ୱରଙ୍କ ଉପସ୍ଥିତ ସ୍ଥାନରୁ ଗୋଟିଏ ଯଦି କହିବା ସ୍ଥାପିତ ସ୍ଥାନକୁ ଯାଉଥିଲା, ଗୋଟେ ଘୃଣିତ ସ୍ଥାନକୁ ଯାଉଥିଲା। କିନ୍ତୁ ପରମେଶ୍ୱର ଯେତେବେଳେ ବିଜୟ ଯାତ୍ରା କରିଛନ୍ତି ନା, ଆପଣ ମାନେ ମାର୍କ ତାର 10:46 ପଢିଯିବେ, 11କୁ ଦେଖିବେ, ଯୀଶୁଙ୍କର ବିଜୟ ଯାତ୍ରାଟା ସେଇ ଜେରିହୋ ନଗରରୁ ଆରମ୍ଭ କରିକି ସେ ଜେରୁସାଲେମ ମନ୍ଦିରକୁ ଯାଉଛନ୍ତି ବିଜୟ ଯାତ୍ରା କରି। ଅର୍ଥାତ୍ ସେଥି ନିମନ୍ତେ ତ ତାଙ୍କର ଯାତ୍ରା ଆରମ୍ଭରୁ କୁହାହଉଛି ବିଜୟ ଯାତ୍ରା। ଅନେକ ସମୟରେ ରାଜା ମାନେ ଯେତେବେଳେ ଯୁଦ୍ଧ କରିବାକୁ ଯାଉଛନ୍ତି, ସେମାନେ ଯୁଦ୍ଧରେ ବିଜୟ ହେଲା ପରେ ବି ତାକୁ ବିଜୟ ବୋଲି ଘୋଷଣା କରାହଉଛି। କିନ୍ତୁ ମୋର ପ୍ରଭୁ ଯୋଉ ଯାତ୍ରା ଆରମ୍ଭ କରିଛନ୍ତି, ତାଙ୍କ ଯାତ୍ରା ପୂର୍ବରୁ ତାକୁ ବିଜୟ ଯାତ୍ରା କୁହାହଉଛି। ସେଇ ସ୍ଥାନ ପରିଣତ କରି ସେ ଜେରୁସାଲେମ ଅଭିମୁଖେ। ସେଥି ନିମନ୍ତେ ପ୍ରିୟ ପରମେଶ୍ୱରଙ୍କ ସନ୍ତାନ ମାନେ, ଆଜି ଆମମାନଙ୍କ ପାଖରେ ସୁଯୋଗ ଅଛି, ସେ ସୁଯୋଗର ଆମେ ସଦ୍ବ୍ୟବହାର କରୁ। ଆଉ ସେଥି ନିମନ୍ତେ ଆପଣ ମାନେ ଦେଖୁଥିବେ ଏଫେସୀୟ 4:1, ବନ୍ଦୀ ଯେ ମୁଁ ପ୍ରେରିତ ପାଉଲ କହୁଛି, ବନ୍ଦୀ ଯେ ମୁଁ ତମମାନଙ୍କୁ ବିନତି କରୁଛି, ସୁଯୋଗର ଯୋଉ ଆହ୍ୱାନ ତମେ ପାଇଛ ତାର ତମେ ଯୋଗ୍ୟ ଅଛ। ଅର୍ଥାତ୍ ଆମକୁ ଯୋଉ ଆହ୍ୱାନ ଦେଇଛନ୍ତି ପରମେଶ୍ୱର, ଅନ୍ୟମାନଙ୍କ ସେବା କରିବା ନିମନ୍ତେ, ଅନ୍ୟମାନଙ୍କୁ କୁପଥରୁ ସୁପଥକୁ ଆଣିବା ନିମନ୍ତେ, ଏହାର ଆମେ ଯୋଗ୍ୟ ଆଚରଣ କରୁ ନା। ଆମେ ରିଏକ୍ଟିଭ ହେଇକିରି ଆମେ ବି କିଛି ରିଲ ବନେଇଦବା। ମୁଁ କହୁନାହିଁ ଯୋଉମାନେ ରିଲ ବନଉଛନ୍ତି କଣ ପାଇଁ ବନଉଛନ୍ତି, ଭଲ ପାଇଁ ମନ୍ଦ ନାହିଁ, ସେଟା ମୋର ସେତିକି ଜ୍ଞାନ ନାହିଁ। କିନ୍ତୁ ଆମେ ସମସ୍ୟା ଡାକି ଆଣି ସେଦିନ ପରମେଶ୍ୱରଙ୍କ ଦାସ ସକାଳେ ସେଠି ବଢିଆ ସୁନ୍ଦର କହୁଥିଲେ, ଆମ ଜିତେନ୍ଦ୍ର ଆଜ୍ଞା ବହୁତ ସୁନ୍ଦର କହୁଥିଲେ ଯେ ସେ ତା ପାଇଁ ଯଦି ଆମେ ପ୍ରାର୍ଥନା କରିବା, ସେ ପ୍ରଭୁଙ୍କ ନିମନ୍ତେ ସେ ବ୍ୟବହାର ହେବେ। ଆଉ ସେଥି ନିମନ୍ତେ ଆମକୁ ଆଣ୍ଠୁ ଭାଙ୍ଗିକି ପ୍ରାର୍ଥନା, ପ୍ରଭୁ ଆଉ ଜଣେ ତାଙ୍କର ସୁସମାଚାର ପ୍ରଚାରକକୁ ଏଇ ଓଡିଶାରେ ଉଠେଇବି। ସେ କାହିଁକି ସେ ବ୍ୟକ୍ତି ନହେବ ଯିଏକି ଆଜି ଏ କଥା କହୁଛି, ତା ନିମନ୍ତେ ପ୍ରାର୍ଥନା କରିବାକୁ ପଡିବ। ସେଥି ନିମନ୍ତେ ଆସୁ ଆମେ ସେବା କରୁ, ସେବାରେ ହିଁ ଆମେ ଚିଣିପାରୁ। ସେବାରେ ହିଁ ସେଦିନ ମଦର ଟେରେସା ଅନେକ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଆଣିଥିଲେ। ଆଉ ସେ କେବଳ ଭାରତ ରତ୍ନ ପାଇଲେ ତାହା ନୁହଁ, ସେ ନୋବେଲ ପୁରସ୍କାର ମଧ୍ୟ। ସାରା ପୃଥିବୀ ତାଙ୍କୁ ଜାଣେ। ତାଙ୍କ ପାଖରେ ବହୁତ ମଲ୍ଟିପୁଲ ଆମର ଯୋଉ ପାସପୋର୍ଟ ଥିଲା, ସବୁ ଦେଶ ତାଙ୍କୁ ଯିବା ପାଇଁ ଆହ୍ୱାନ କରୁଥିଲେ, ଯାଇପାରୁଥିଲେ, କିଛି ତାଙ୍କ ପାଇଁ ପ୍ରତିବନ୍ଧକ ନଥିଲା। କେବଳ ସେବା। ଆଉ ସର୍ବ ବିଶ୍ୱର ରଚୟିତା, ବିଶ୍ୱ ବ୍ରହ୍ମାଣ୍ଡର ରଚୟିତା ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେବା କରିବା ନିମନ୍ତେ ଆସିଅଛି। ଆଉ ତୁ ଯଦି ମୋର ସନ୍ତାନ, ତୁ ମୋର ଯଦି ଶିଷ୍ୟ, ତୁ ମଧ୍ୟ ଯାଇକି ସେବା କର। ଆଜି ପ୍ରିୟ ପରମେଶ୍ୱର ସନ୍ତାନ ମାନେ, ସେଦିନ ସେ ସମୀରଣ ତାର ପରିଚୟ ନେଇନି। ଆଜି ଆମ ଦେଶରେ ଅନେକ ପରିଚୟ ଖୋଜାଯାଏ, କୋଉ ଜାତି, କୋଉ ଧର୍ମ, କୋଉ ଗୋଷ୍ଠୀ, ଏତେ କଥା। କିନ୍ତୁ ପ୍ରଭୁ କୌଣସି ପ୍ରକାର କୌଣସି ଗୋଷ୍ଠୀ ବର୍ଣ୍ଣ ସମସ୍ତଙ୍କୁ ଦେଖିଛନ୍ତି ମଣିଷ ବୋଲି। ଏହା ହଉଛି ମଣିଷ ଶ୍ରେଷ୍ଠ ଶ୍ରେଷ୍ଠ ତାଙ୍କର ଅଛନ୍ତି। ତାହାର ବିନଷ୍ଟତା ପରମେଶ୍ୱର କେବେ
ଗ୍ରହଣ କରିବେ। ସେଥି ନିମନ୍ତେ ଆସୁ ଆମେ ସମସ୍ତେ ସେବାରେ ମନ ଦଉ। ଆଉ ଯେଉଁମାନେ ଆଜି ଦଳିତ ନିଷ୍ପେଷିତ, ଯେଉଁମାନେ ଅସହାୟ, ତାଙ୍କର ସେବା। କାରଣ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ତାଙ୍କର ଯଦି ଆମେ କହୁଛୁ ଯୋଉ ମ୍ୟାନିଫେଷ୍ଟୋ କୁହାଯାଏ ବା ଯୋଉ ତାଙ୍କର ପ୍ରଥମ ପେଚା ଯୋଉ ବେତନିଆରେ କରିଥିଲେ, ସେଟା ଆପଣ ଯଦି ଲୁକ ତାର 4 ପର୍ବ 8 ପଦକୁ ଦେଖିବେ, ଦିନହୀନ ମାନଙ୍କ ନିମନ୍ତେ ସୁସମାଚାର, ଅନ୍ଧ ମାନଙ୍କ ନିମନ୍ତେ ଚକ୍ଷୁ ଫିଟାଇ ଦିଆଯିବ, ବନ୍ଦୀ ମାନଙ୍କୁ ମୁକ୍ତ କରି ଦିଆଯିବ। କିନ୍ତୁ ଦିନହୀନ ମାନଙ୍କୁ ସୁସମାଚାର ଦିଆଯିବ। ଯେଉଁମାନେ ଆଜି ନିଷ୍ପେଷିତ, ଯେଉଁମାନେ ଆଜି ପୁଣିତ, ତାଙ୍କୁ ସୁସମାଚାର ହିଁ ସେଇ ଦିନହୀନତାରୁ ବାହାର କରିଆଣିବ, ସେଇ ନିଷ୍ପେଷିତତାରୁ ତାହାକୁ ବାହାର କରିଆଣିବ। ଆଉ ସେ ପ୍ରଭୁଙ୍କର ଉପସ୍ଥିତିରେ ଆସି ଆରାମ ଦେବ। ସେଥି ନିମନ୍ତେ ଅଳ୍ପ ମାତ୍ର ସମୟ କହିବି, ଯୋଉଟା କି ଆପଣ ମାନେ ମାତ୍ର ତାର 25କୁ ଯଦି ଯିବେ, ସେଠି ଗୋଟେ ତୋଡ଼ା ବିଷୟରେ ଲେଖା ହେଇଛି ସ୍ପଷ୍ଟ ଭାବରେ, ବହୁତ ସୁନ୍ଦର ଲେଖା ହେଇଛି। 5 ତୋଡ଼ା 2 ତୋଡ଼ା 1 ତୋଡ଼ା। କିନ୍ତୁ ଯୋଉମାନେ 5 ତୋଡ଼ା 2 ତୋଡ଼ା ହେଲେ ବେଶ ଉତ୍ତମ ବିଶ୍ୱସ୍ତ, ଆସ ମୋ ସହିତ ଆନନ୍ଦର ସହଭାଗୀ। କିନ୍ତୁ 1 ତୋଡ଼ା ବାଲାକୁ ପ୍ରଭୁ କଣ କହିଲେ ତାହା ମଧ୍ୟ ଜାଣିଛୁ। ଆମେ ନ ଭାବୁ ଯେ ତୋଡ଼ାଟା ଦେଲେ ପରମେଶ୍ୱର ସେ ତୋଡ଼ା ନେବା ପାଇଁ ପଡିଲା। ସେ କହିଲେ ଯାହା ତୋଡ଼ା ଅଛି ତାକୁ ଦିଅ। ଅର୍ଥାତ୍ ତୋଡ଼ା ଆମକୁ ଦେଇଛନ୍ତି ପ୍ରଭୁ ନେବା ପାଇଁ ନୁହଁ, ବଢେଇବା ପାଇଁ। ଆପଣ ମାନେ ସମସ୍ତେ ପରମେଶ୍ୱରଙ୍କ କାର୍ଯ୍ୟକାରୀ ମାନେ ଆପଣ ବହୁତ ସୁନ୍ଦର ଭାବେ ତାହା ଜାଣିଛନ୍ତି। ସେଥି ନିମନ୍ତେ ଆସୁ, ତୋଡ଼ା ବଢେଇବାକୁ ହେଲେ ଆମକୁ ସେବା କରିବାକୁ ପଡେ। ଏଇ ଯୋଉ ସମୀରଣୀୟ ଯାହାକୁ ଆମେ କହୁଛୁ ଘୃଣିତ, ଆଜି ଆମ ଯଦି ଦେଶକୁ ଦେଖିବା, ଆମେ ବି ସେମିତି ସମୀରଣୀୟ ପରି ଏଠି ଅଛି। କିନ୍ତୁ ଆମର କର୍ତ୍ତବ୍ୟ ହେଲା ଆମେ ଅନ୍ୟମାନଙ୍କର ସେବା କରୁ, ଆଉ ପ୍ରଭୁଙ୍କ ନିମନ୍ତେ ସେମାନେ। ପ୍ରଭୁ ଏଇ ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କ ଦାସ ଜିତେନ୍ଦ୍ର ଛତ୍ରିୟାଙ୍କୁ ମଧ୍ୟ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରି ତାଙ୍କର ଗୌରବ ନିମନ୍ତେ ବ୍ୟବହାର କରିବ, ତଥା ଆପଣମାନଙ୍କୁ ଯେଉଁମାନେ ଏଠି ଅଂଶୀ ହେଇଛନ୍ତି ସେ ସମସ୍ତଙ୍କୁ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରି ଆପଣର ଗୌରବ ନିମନ୍ତେ, ବିଶେଷ କରି ପ୍ରଭୁଙ୍କର ରାଜ୍ୟ ବିସ୍ତାର ନିମନ୍ତେ ସେବାର ଜୀବନ କାଟିବା ନିମନ୍ତେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।